ଏହି କମ୍ପାନୀର କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଘରୋଇ ପ୍ରସିଦ୍ଧ କମ୍ପାନୀ ହେଉଛି ପ୍ରଥମ ଏଫଏମସିଜି କମ୍ପାନୀ ଯାହାକି ଭାରତକୁ କେବଳ ମୌଳିକ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିପାରିଛି ତାହା ନୁହେଁ। ବିସ୍କୁଟ ଭଳି ଜିନିଷ କୋଲକାତାରେ ନିର୍ମିତ ବ୍ରିଟାନିଆର ସର୍ବପୁରାତନ କାରଖାନା ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି, କିନ୍ତୁ ପ୍ରଶ୍ନ ହେଉଛି ଯେ ବ୍ରିଟାନିଆ ଏହାର କୋଲକାତା ୟୁନିଟ୍ ବନ୍ଦ କରିବାକୁ ପଡ଼ିଲା। ଶ୍ରେୟା ଠାକୁର ହଁ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୋଲକାତାର ଶିଳ୍ପ ଦୃଶ୍ୟରେ ଆଜି ଏକ ଯୁଗର ସମାପ୍ତ। 1000 କୋଟି ମୂଲ୍ୟର ଏକ କମ୍ପାନୀ 1892 ମସିହାରେ ଏକ ବିନିଯୋଗ ସହିତ ବିସ୍କୁଟ ତିଆରି କରିବା ଆରମ୍ଭ କଲା ଏବଂ ଏକ ଛୋଟ ଦୋକାନରୁ ଆରମ୍ଭ ହେଲା। ତାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ବ୍ୟବସାୟ ବିସ୍ତାର ହେଲା। ଏହି ସ୍ତରକୁ ଏହା ଏତେ ଦ୍ରୁତ ଗତିରେ ଗ୍ରୋ ହେଲା ଯେ ଏହା ପ୍ରତ୍ୟେକ ପରିବାରରେ ପହଞ୍ଚି ପ୍ରସିଦ୍ଧ ହେଲା। ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ କାହିଁକି କୋଲକାତା କାରଖାନା ବନ୍ଦ କରିବାକୁ ପଡ଼ିଲା? କମ୍ପାନୀ କହିଛି ଯେ ଏହି ୟୁନିଟରେ ଉତ୍ପାଦନ ଗତ ବର୍ଷ ମେ ମାସରୁ ବନ୍ଦ ହୋଇଯାଇଥିଲା ଏବଂ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ଘୋଷଣା କରାଯାଇଛି। ପୁରୁଣା ଏବଂ କମ୍ ଦକ୍ଷ କାରଖାନା ଏବଂ ଉତ୍ପାଦନ ବୃଦ୍ଧି ସାମର୍ଥ୍ୟ ସହିତ ଆଧୁନିକ ସୁବିଧା ସହିତ ନୂତନ କାରଖାନା ଉପରେ ଧ୍ୟାନ ଦେବାର ଯୋଜନା ଅଛି ଏବଂ 2018 ମସିହାରେ ବ୍ରିଟେନର ଚେୟାରମ୍ୟାନ୍ ନସଲି ୱାଡ଼ିଆ ଘୋଷଣା କରିଛନ୍ତି ଯେ ବଙ୍ଗଳାର ଏକ ନୂତନ କାରଖାନା ପାଇଁ କମ୍ପାନୀ 300 ରୁ 50 କୋଟି ଟଙ୍କା ବିନିଯୋଗ କରିବ, କିନ୍ତୁ ଏହା କମ୍ପାନୀର ହେବ। ଦୀର୍ଘମିଆଦୀ ପୁଞ୍ଜି ବିନିଯୋଗ ବନ୍ଦ ହୋଇଛି ବ୍ରିଟାନିଆର କମ୍ପାନୀ ନୂତନ କାରଖାନା ଉପରେ ଏହାର ଧ୍ୟାନ ବଆଉଛି। 2018 ମସିହାରେ କୋଲକାତା ପୋର୍ଟ ଟ୍ରଷ୍ଟ ଏହି କାରଖାନାର ଜମିକୁ ଆଉ 20 ବର୍ଷ ଏକ୍ସଟେଣ୍ଡ ଦେଇଥିଲା, କିନ୍ତୁ ବର୍ତ୍ତମାନ ଯେତେବେଳେ କମ୍ପାନୀ ଏହି କାରଖାନା ବନ୍ଦ କରିବାକୁ ଯାଉଛି, ଏହା ସ୍ପଷ୍ଟ ନୁହେଁ ଯେ ଏହି ଜମିରେ କ'ଣ ହେବ ତାହା ଜଣାପଡ଼ିନାହିଁ। ଅବସର ଯୋଜନା ଗ୍ରହଣ କରାଯାଇଛି ଏବଂ ପ୍ରାୟ 122 ସ୍ଥାୟୀ ଶ୍ରମିକଙ୍କୁ ଭିଆର୍ଏସ୍ ଯୋଜନାର ଲାଭ ଦିଆଯିବ ଏବଂ ପାଖାପାଖି 250 ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଆଲୋଚନା ଚାଲିଛି, କିନ୍ତୁ ଭୋଟକୁ ଆସିବା ପରେ ସେହି ସମସ୍ତ ଶ୍ରମିକଙ୍କ ପାଇଁ ଏକ ବଡ଼ ଝଟକା। ପରିବାର ବ୍ରିଟାନିଆ ଶିଳ୍ପ ବିଷୟରେ କଥାବାର୍ତ୍ତା କରି ସେମାନେ ବ୍ରିଟାନିଆ ବିସ୍କୁଟକୁ ଆଗକୁ ନେବାକୁ ସ୍ଥିର କଲେ ଏବଂ 1910 ମସିହାରେ ଏକ ଇଲେକ୍ଟ୍ରିକ ଯନ୍ତ୍ର ସାହାଯ୍ୟରେ ବିସ୍କୁଟ ତିଆରି କରିବା ଆରମ୍ଭ କଲେ ଏବଂ 1921 ମସିହାରେ ଉତ୍ପାଦନ ବୃଦ୍ଧି ପାଇଁ କମ୍ପାନୀ ଶିଳ୍ପ ଗ୍ୟାସ ଚୁଲି ଆମଦାନୀ କରିବା ଆରମ୍ଭ କଲା। 1924 ମସିହାରେ ମୁମ୍ବାଇରେ ଏକ କାରଖାନା ପ୍ରତିଷ୍ଠା କରାଯାଇଥିଲା। ଆଜି ବ୍ରିଟେନର ଇଣ୍ଡଷ୍ଟ୍ରିଜ୍ର ବ୍ୟବସାୟ 60 ରୁ ଅଧିକ ଦେଶରେ ବ୍ୟାପିଛି ଏବଂ ଭାରତରେ 13ଟି କାରଖାନା ଅଛି। କମ୍ପାନୀର ବାର୍ଷିକ ଆୟ 9000 କୋଟିରୁ ଅଧିକ। ଆପଣ ଏହି ସୂଚନା ପସନ୍ଦ ଲାଗିଲା କମେଣ୍ଟରେ ଦୟାକରି ଆମକୁ ଜଣାନ୍ତୁ। ଭିଡିଓ ପରି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।